ଦେଖିବା ଭାଉଜ ହଁ ଏଇଠି ନମସ୍କାର ହଉ ହଉ ହେଲା 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 ଉଠ ଉଠ କ'ଣ ଅବେଳାରେ ଆଉ ବୋଉ କୋଉଠି ଅଛନ୍ତି? ହଁ ସେ ଘରେ ଅଛନ୍ତି ଆସୁନ ଆସ ସେ ଘରେ ହଉ ଚାଲ ଏସବୁ ରଖିଦେବୁ ନା କିଚେନରେ ରଖିଦେବ ନିଅ ଦିଅ ମତେ ଏସବୁ ଦିଅ ମୁଁ ଧରୁଛି ତୁମେ ଗୋଟେ ଆସିଲ ଏମିତିଆ ଲୁଗା ପିନ୍ଧିକି ଆସିଲ ତମର କ'ଣ ଭଲ ଲୁଗା ନାହିଁ ଛି ହଉ ଆସ ବୋଉ ଅଛନ୍ତି ନାଇଁ ମ ବୋଉ କହିଲେ ତ କହିଲେ ନୂଆ ଲୁଗାଟା ଭଲ ଲାଗୁଛି ପିନ୍ଧେଇକି ଯା ଆଜ୍ଞା ବୋଉ ଏଇଠି ନମସ୍କାର ହେଲି ଆରେ ଆରେ ହଉ 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 ଆଉ ସେଇଠି ସେଇଠି ଆଉ କ'ଣ ତୁ ଅବେଳାରେ ଏତେ ଦିନ ହେଲାଣି ଯାଇନି ଟିକେ ଯାଇକିରି ପୂଜା ହେଇଥିଲା ଘରେ ଭୋଗ ନେଇକି ତମେ ଆଇଛ ଆଉ କିଏ ସାଙ୍ଗରେ ଆଇଛନ୍ତି ନାଇଁ ଆଙ୍କୁ ତ ଅଫିସରୁ ଛୁଟି ମିଳିଲାନି ଆଉ ମୁଁ ବସରେ ବସି ପଳେଇ ଆସିଲି ଭୋଗ ଥିଲା ବୋଉ କହିଲେ ନେଇକି ଟିକେ ଭୋଗ ଝିଅ ଘରେ ଦେଇଦେବା ପାଇଁ ଓ ତୁମେ ଏକା ଆଇଛ ଓହୋ ହଉ ହଉ ଖିଆ ପିଆ କରିକି ଯିବ ଆଉ ସେପଟେ ବୋଉ ଅଛନ୍ତି ନିଅ ଦେଖ ଏ ଶାଢ଼ୀ ସବୁ ନିଅ ପାଟ ଶାଢ଼ୀ ଭାଇନାଙ୍କୁ କହିଲି ମୋତେ ପାଟ ଯଦି ମାର୍କେଟ ନେବ ପାଟ କିଣେଇବ ତାହେଲେ ମୁଁ ଆସିବି ଏକାଳେ 2 ଖଣ୍ଡ ପାଟ କିଣିଲି ଆସିଲି କିଣି ନଥିଲି 2-3 ମାସ ହେଲାଣି କିଣି ନଥିଲି ତ 2 ଖଣ୍ଡ କିଣିଦେଲି ଆଉ ଏଇ ମାସରେ ଏକାଳେ 2ଟା ପାଟ ଭିଣେଇଙ୍କର ଏତେ ପଇସା ଖର୍ଚ୍ଚ କରିବ ନା ଭାରି ସୁନ୍ଦର ହେଇଛି ଶାଢ଼ୀଟା ଇଏ ତ ସବୁ ବହୁତ ଟଙ୍କା ହେଇଥିବ ରଖିଦିଅ ତମେ ସେ ହଳଦିଆ ଶାଢ଼ୀଟା ତମେ ନେଇଯାଅ ଏଇଟା ମୁଁ ନେବି ନା ମୋର କ'ଣ ହବ ନାଇଁ ନାଇଁ ବୋଉ ରାଗିବେ ଗଲେ ମୋର ଦରକାର ନାହିଁ ତୁମେ ରଖ ବୋଉ କିଛି କହିବନି ଗୋଟେ ଶାଢ଼ୀ ପିନ୍ଧିକି ଆସିଛନ୍ତି ଛି ହଳଦିଆ ଶାଢ଼ୀଟା ନେଇଯାଅ ଯୁଆଡ଼େ ଯିବ ଏଇଟା ପିନ୍ଧା କରିକି ଯିବ ତମେ ଜାଣିଛ ଏଠିକାର କେମିତିଆ ଲାଇଫଷ୍ଟାଇଲ ତମେ ଗୋଟେ ପିନ୍ଧିକି ଆସିଛ ଏମିତିଆ ଶାଢ଼ୀ ଗୋଟେ ଭଲ ଶାଢ଼ୀ ଗୋଟେ ପିନ୍ଧିନଥାନ୍ତ ଛି ଚୁପଚାପ ସେଟା ପୁରେଇ ଦିଅ ଲୁଚେଇ ଦିଅ ନା ବୁଝ ମୋର କ'ଣ ହବ ବୋଉ ରାଗିବେ ଏମିତି ଦିନକ ପାଇଁ ଆସିବି ଶାଢ଼ୀ ନେବି ସକାଳେ ଆସିବି ସନ୍ଧ୍ୟାରେ ଯିବି ଶାଢ଼ୀ ନେଇକି ଯିବି ନା ନାଇଁ ତୁମେ ରଖ ମୁଁ ଯେବେ ଆସି ରହିବି ସେବେ ଦେବ ଏ ଶାଢ଼ୀ ପଟା କାଇଁ ବାହାରିଛି କି ହଁ ବୋଉ ନାଇଁ ମୁଁ ଇଏ ଯୋଉ ଆଣିଥିଲି ଶାଢ଼ୀ ଯାକ ଦେଖାଉଥିଲି ଏବେ ରଖିଦେବି ହଁ ହଁ ଯାଉଛି ରୋଷେଇ କରିବି ଯାଉଛି ହଁ ସେଟା ଜଲ୍ଦି ଗଡ଼େଜ ରଖା କରିଦେ ଆଉ ରୋଷେଇବାସ ହବନି ଘରେ ବନ୍ଧୁ ଆସିଲେଣି ଖିଆ ପିଆ କରିବେ ପୁଣି ଯିବେ ଆଉ ତମେ କେତେବେଳେ ଯିବ କି ନା ତମେ ଯିବ ନା ରହିବ ଆଜ୍ଞା ବୋଉ ନାଇଁ ମୁଁ ସନ୍ଧ୍ୟାବେଳକୁ ପଳେଇ ଯିବି ଟିକେ 3ଟା 4ଟା ଆଡ଼କୁ ପଳେଇ ଯିବି ଆଉ ଘରେ ବୋଉ ଏକା ନା ତ କିଛି ବୟସ ହେଲାଣି ତ ମୁଁ ରହିବିନି ଆଉ ପଳେଇବ ଆଉ ରୋଷେଇବାସ କ'ଣ ହବ ଝିଅଙ୍କୁ ଆପଣ ବସନ୍ତୁ ଆମେ ଝିଅଙ୍କର ମୋ ରୋଷେଇ କରିଦେବୁ ନାଇଁ ନାଇଁ ତମେ ରୋଷେଇ ତମେ ବସ ହଉ ଠିକ ଅଛି ଆ ରୋଷେଇବାସର ନାଁ ନବ ନାହିଁ ତୁମେ କାହିଁ କହୁଥିଲ ରୋଷେଇ କରିବା କଥା ତୁମେ ଜାଣିନ ଆମ ବୋଉଙ୍କୁ ଭଲ ଲାଗେନି କିଏ ବାହାର ଲୋକ ରୋଷେଇ ଘରେ ବସିଲେ ସିଏ ରୋଷେଇ କରିବେ ନହେଲେ ମୁଁ ରୋଷେଇ କରିବି ତମେ ଏଠି ବସିଥାଅ ମୁଁ ଯାଇ ଜଲ୍ଦି କ'ଣ ରୋଷେଇ କରିଦିଏ ସତରେ କ'ଣ ଆମ ଝିଅ ଖୁସିରେ ଅଛନ୍ତି ପଇସା ଥାଇକିରି ବି ମୋ ଶାଶୁ ମୋତେ ଏତେ ଖୁସିରେ ରଖିଛନ୍ତି କିଛି ନଥାଇକି